ନମସ୍କାର ଦର୍ଶକ ବନ୍ଧୁ, ଶୁଭ ସକାଳ। ଆଜି ହେଉଛି 20 ନଭେମ୍ବର ବୁଧବାର। ଆଜି ରହିଛି 20ଟି ଦେଶ ବିଦେଶ ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ଯାହା କେବଳ ଆପଣମାନେ 10 ମିନିଟ ସମୟ ଦେଇ ଦେଖିପାରିବେ। ତା ପୂର୍ବରୁ ଆପଣମାନଙ୍କୁ ଗୋଟିଏ ଅନୁରୋଧ, ଆପଣଙ୍କର ଜିଲ୍ଲାକୁ ଭଲ ପାଉଥିଲେ ଭିଡ଼ିଓଟିକୁ ଲାଇକ୍ କରି କମେଣ୍ଟରେ ଆପଣଙ୍କ ଜିଲ୍ଲାର ନାଁ ଲେଖିଦେବେ। ହଁ, ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ମଧ୍ୟ ଦେଖିବାକୁ ଭୁଲିବେ ନାହିଁ। ମୁଖ୍ୟମନ୍ତ୍ରୀଙ୍କର ବଡ଼ ଘୋଷଣା, ନଭେମ୍ବର ମାସରେ ବଦଳିଲା ସବୁ ନିୟମ, ଭତ୍ତା ଟଙ୍କା, ରାସନ କାର୍ଡ, ସୁଭଦ୍ରା ଟଙ୍କା ଆଉ 4 ଦିନ ପରେ ମିଳିବ। ଏମିତି ଅନେକ 20ଟି ଗୁରୁତ୍ୱପୂର୍ଣ୍ଣ ଖବର ଅଛି, ଯାହା କେବଳ ଆପଣମାନେ 10 ମିନିଟ ସମୟ ଦେଇ ଦେଖିପାରିବେ। ଚାଲନ୍ତୁ ଖବର ଉପରେ ନଜର ପକାଇବା। ଆରମ୍ଭ ହୋଇଗଲା ଶୀତ ଲହରୀ। 15 ଡିଗ୍ରୀ ତଳେ ବାହାର ସହରର ତାପମାତ୍ରା। ଏନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ସୋମବାର ଦିନ ରାଜ୍ୟର 12 ସହରରେ 15 ଡିଗ୍ରୀ ତଳେ ଥିଲା। ଜି ଉଦୟଗିରିରେ ପାରଦ ସବୁଠାରୁ କମ୍ ଥିଲା, 7.2 ଡିଗ୍ରୀ ସେଲସିୟସ ତଳକୁ ଖସି ଯାଇଥିଲା। ଫୁଲବାଣୀରେ 10, ଦାରିଙ୍ଗବାଡିରେ 11, ରାଉରକେଲାରେ 12, ଝାରସୁଗୁଡାରେ 12, ଏମିତି 12ଟି ଜିଲ୍ଲାରେ ସବୁଠାରୁ ତଳ ରେକର୍ଡ ଖସିଛି। ତେବେ କୁହାଯାଉଛି ଆଗାମୀ 4 ରୁ 5 ଦିନ ସର୍ବନିମ୍ନ ତାପମାତ୍ରା ପରିବର୍ତ୍ତନ ହେବ। ତା ସହିତ ପ୍ରବଳରୁ ଅତି ପ୍ରବଳ ଶୀତର ପ୍ରକୋପ ବଢିବ ବୋଲି କୁହାଯାଉଛି। କମିଲା ବାରବାଟୀ ଦିନିକିଆ କ୍ରିକେଟ ମ୍ୟାଚ୍ ଦର। ସର୍ବନିମ୍ନ ଟିକେଟ ଦର 100 ଟଙ୍କା ରହିଛି। ତେବେ କ୍ରୀଡ଼ାମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ ଆଲୋଚନା ପରେ ଦର କମାଇବାକୁ ନିଷ୍ପତ୍ତି ନିଆଯାଇଛି। ବାରବାଟୀ ଫେବୃଆରୀ 9 ତାରିଖରେ ଭାରତ ଇଂଲଣ୍ଡ ମ୍ୟାଚ୍ ଆରମ୍ଭ ହେବା ପାଇଁ ଯାଉଛି, ଯାହାର ଟିକେଟ ଦର ସର୍ବାଧିକ ଥିଲା। ଆଉ ତାକୁ ବଦଳାଇ ସର୍ବନିମ୍ନ ଟିକେଟ ଦର 100 ଟଙ୍କା କମାଇଛି ଓସିଓ। ତେବେ ନମ୍ବର 1, ନମ୍ବର 3 ଗ୍ୟାଲେରୀରେ 1200 ଟଙ୍କା ଥିବାବେଳେ ତାକୁ 1100 ଟଙ୍କା କରାଯାଇଛି। 5 ନମ୍ବର ଗ୍ୟାଲେରୀରେ 1000 ଟଙ୍କା ଥିବାବେଳେ ତାକୁ 900 ଟଙ୍କା କରାଯାଇଛି। ତେଣୁ 800 ଟଙ୍କା ଥିବାବେଳେ ଏବେ 700 ଟଙ୍କା ମଧ୍ୟ କରାଯାଇଛି। ତେବେ କର୍ପୋରେଟର ବକ୍ସ ଏବଂ ନ୍ୟୁ ପାଭିଲିୟନ ଦର ଅପରିବର୍ତ୍ତିତ ରହିଛି। ଫେବୃଆରୀ 9 ତାରିଖରେ ମ୍ୟାଚ୍ ପାଇଁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ହୋଇଥିଲା ପ୍ରସ୍ତୁତି ବୈଠକ। ତେବେ ଏହି ମ୍ୟାଚ୍ ପାଇଁ କି ପାଖାପାଖି ଲୋକମାନେ ସବୁ ଉତ୍ସାହ ଅଛନ୍ତି ଭାରତ ଇଂଲଣ୍ଡର କ୍ରିକେଟ ମ୍ୟାଚ୍ ଦିନିକିଆ ଦେଖିବା ପାଇଁ। ମୁଖ୍ୟମନ୍ତ୍ରୀଙ୍କର ବଡ଼ ନିଷ୍ପତ୍ତି, କଟକ ବାଲିଯାତ୍ରାର ଅବଧି ଆହୁରି ଗୋଟିଏ ଦିନ ବଢିଲା। ତେବେ କୁହାଯାଉଛି ଯେ ଚଳିତ ଥର ବାଲିଯାତ୍ରା ଅବଧି ଆଉ ଗୋଟିଏ ଦିନ ବୃଦ୍ଧି ପାଇଛି। ବାଲିଯାତ୍ରା 8 ଦିନ ହେବା ନେଇ ଘୋଷଣା ହୋଇଥିଲା, କିନ୍ତୁ ଏବେ 9 ଦିନ ହେବ ବୋଲି କୁହାଯାଉଛି। ତେଣୁ ଏପରିକି କୌଣସି ମେଳାର ବେସରକାରୀ ଷ୍ଟଲ ସାଉଣ୍ଡ ବାଜି ନଥିଲା। ଯେତେବେଳେ ବିୟୋଗ ପରେ ସମୀର ଦେଙ୍କ ବିୟୋଗ ଉପରେ ସମ୍ମାନ ଜଣାଇ ବାଲିଯାତ୍ରାରେ ସରକାରୀ କାର୍ଯ୍ୟକ୍ରମକୁ ହଠାତ୍ ବାତିଲ କରାଯାଇଥିଲା। ତା ସାଙ୍ଗକୁ କଟକ ଇନ୍ କଟକ ମଧ୍ୟ କାର୍ଯ୍ୟକ୍ରମ ମଧ୍ୟ ବନ୍ଦ ହୋଇଥିଲା, ଯାହାକୁ ବଢାଇ ଏବେ 9 ଦିନ କରାଯାଇଛି। ଆହୁରି ଗୋଟିଏ ଦିନ ବାଲିଯାତ୍ରା ବୃଦ୍ଧି ପାଇଛି ବୋଲି କୁହାଯାଉଛି। ଆସନ୍ତା 23ରେ ବାଲିଯାତ୍ରା ଉଦଯାପିତ ହେବ ବୋଲି କୁହାଯାଉଛି। ରାସନ କାର୍ଡକୁ ନେଇକି ବଡ ଅପଡେଟ। ଯଦି ଆପଣମାନେ ଏପର୍ଯ୍ୟନ୍ତ ରାସନ କାର୍ଡ ଇ କେୱାଇସି କରିନାହାନ୍ତି, ତୁରନ୍ତ ଇ କେୱାଇସି କରିଦିଅନ୍ତୁ। ରାସନ କାର୍ଡରୁ ବାଦ ପଡିବେ ଏବେ 70 ଲକ୍ଷ। ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି। ସରୁଛି ରାସନ କାର୍ଡର ଇ କେୱାଇସି ଅବଧି। ଲିଙ୍କ ବିନା ମିଳିବନି ମାଗଣା ଚାଉଳ କି ରାସନ କି ଗହମ। ଏନେଇକି 70 ଲକ୍ଷ ହିତାଧିକାରୀ ବାଦ ପଡିଛନ୍ତି ରାସନରୁ। ନଭେମ୍ବର 30ରେ ରାସନ ପାଇଁ ସରକାର ଇ କେୱାଇସି ବାଧ୍ୟତାମୂଳକ କରିଥିବା ବେଳେ ଏଥିପାଇଁ ଦିଆଯାଇଥିବା ଅବଧି ଶେଷ ହେବା ପାଇଁ ଯାଉଛି। ହାତରେ ଆଉ 10 ଦିନ ରହିଛି। ଏଯାଏଁ 70 ଲକ୍ଷ ହିତାଧିକାରୀ ମାନେ କରିନାହାନ୍ତି ଇ କେୱାଇସି। ରାଜ୍ୟରେ ମାଗଣା ଚାଉଳ 3,36,35,918 ହିତାଧିକାରୀଙ୍କ ନାଁ ରହିଛି। ସେମାନଙ୍କ ମଧ୍ୟରୁ ଏଯାଏଁ 2,66,00,000 ଇ କେୱାଇସି ହୋଇସାରିଛି। ଆହୁରି 69,49,000 ହିତାଧିକାରୀ ଇ କେୱାଇସି କରିନାହାନ୍ତି। ଅର୍ଥାତ୍ 70 ଲକ୍ଷ ହିତାଧିକାରୀ ଆଗକୁ ପାଇପାରିବେ ନାହିଁ ରାସନ ବୋଲି କୁହାଯାଉଛି। ଏହି ତାଲିକାରେ ସର୍ବାଧିକ 5ରୁ 42,000 ରହିଛନ୍ତି ଗଞ୍ଜାମ ଜିଲ୍ଲାରୁ। ତେବେ କୁହାଯାଉଛି କାହିଁକି ଇ କେୱାଇସି କରିନାହାନ୍ତି, ସେମାନଙ୍କ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହା ପଛରେ ଅନେକ କାରଣ ରହିଛି। ତେବେ କୁହାଯାଉଛି ଏମାନଙ୍କ ଭିତରୁ କିଛି ମୃତ ବ୍ୟକ୍ତି ଅଛନ୍ତି ଯାହା ନାଁରେ ରାସନ କାର୍ଡ ଅଛି। ତା ସହିତ ମଧ୍ୟ ଯୋଉମାନେ ଅଯୋଗ୍ୟ ଅଛନ୍ତି ତାଙ୍କର ମଧ୍ୟ ରାସନ କାର୍ଡ ରହିଛି, ସେମାନେ ମଧ୍ୟ ଇ କେୱାଇସି କରିନାହାନ୍ତି। ଏହା ବ୍ୟତୀତ ଗ୍ରାମାଞ୍ଚଳରେ ଅଧିକାଂଶ ଲୋକ ବାହାରକୁ କାମ କରିବା ଯାଇଥିବାରୁ ସେମାନଙ୍କ ମଧ୍ୟ ଇ କେୱାଇସି କରିପାରୁନାହାନ୍ତି। ତେଣୁ ତୁରନ୍ତ ଇ କେୱାଇସି କରିଦିଅନ୍ତୁ, ନହେଲେ ଆପଣଙ୍କ ରାସନ କାର୍ଡ କଟିଯିବ। ଶେଷ ତାରିଖ ହେଲା ନଭେମ୍ବର 30। ନଭେମ୍ବର 30 ସୁଦ୍ଧା ଯଦି ଆପଣ ନ କରିବେ ଆପଣଙ୍କ ରାସନ କାର୍ଡ ତୁରନ୍ତ କଟିଯିବ ବୋଲି କୁହାଯାଉଛି। ଆଉ ନୂଆ ରାସନ କାର୍ଡ ଯୋଉମାନେ ଆବେଦନ କରିଥିଲେ ଜାନୁଆରୀ ମାସରେ ତାଙ୍କୁ ନୂଆ ରାସନ କାର୍ଡ ମିଳିବ ବୋଲି ସରକାର ମଧ୍ୟ ଘୋଷଣା କରିଛନ୍ତି। ସୁଭଦ୍ରା ଯୋଜନାକୁ ନେଇ ବଡ ଅପଡେଟ। ଏଥର ସୁଭଦ୍ରା ଯୋଜନା ଟଙ୍କା ସମସ୍ତଙ୍କୁ ମିଳିବ। ନଗଦରେ ଯେତିକି ଲୋକ ଆବେଦନ କରିଥିଲେ ତା ସହିତ 2,66,000
63,000 ଫର୍ମ ଯାଞ୍ଚ ମଧ୍ୟ ହୋଇଛି। ତାଙ୍କୁ ମଧ୍ୟ ସୁଭଦ୍ରା ଟଙ୍କା ମିଳିବ। 17 ତାରିଖ ପୂର୍ବରୁ ପ୍ରଥମରୁ ଯିଏ ସୁଭଦ୍ରା ଟଙ୍କା ଆବେଦନ କରିଛନ୍ତି ସେମାନେ ମଧ୍ୟ କିଛି କିଛି ଲୋକ ବାକି ରହିଛନ୍ତି, ତାଙ୍କୁ ମଧ୍ୟ ସୁଭଦ୍ରା ଟଙ୍କା ମିଳିବ ବୋଲି କୁହାଯାଉଛି। କିଛି ଲୋକଙ୍କର ଡିବିଟି ବା ଲିଙ୍କ ନେବାରୁ ତାଙ୍କର ରିଜେକ୍ଟ ହୋଇଥିଲା ଫର୍ମ, ତାଙ୍କୁ ମଧ୍ୟ ସୁଭଦ୍ରା ଟଙ୍କା ମିଳିବ ବୋଲି ସରକାର ଘୋଷଣା କରିଛନ୍ତି। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି କେହି ବାଦ୍ ପଡ଼ିବେ ନାହିଁ। ଯୋଗ୍ୟ ବିବେଚିତ ମହିଳାଙ୍କୁ ସମସ୍ତଙ୍କୁ ଗୋଟି ଗୋଟି କରି ସୁଭଦ୍ରା ଟଙ୍କା ମିଳିବ ବୋଲି କୁହାଯାଉଛି। ଏବେ 20 ଲକ୍ଷ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିବା ପାଇଁ ଯାଉଛି। ଆଉ ଡିସେମ୍ବର ସୁଦ୍ଧା କୋଟିଏ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିଯାଇଥିବ ବୋଲି କୁହାଯାଉଛି। ଆଉ କୋଟିଏରେ ଯେଉଁ ମହିଳା ପହଞ୍ଚିବେ ଉପମୁଖ୍ୟମନ୍ତ୍ରୀ ତାଙ୍କୁ ନିଜେ ପୁରସ୍କୃତ କରିବେ ବୋଲି କୁହାଯାଉଛି। ରାଜ୍ୟରେ ଆଜିଠାରୁ ଆରମ୍ଭ ହେବ ଧାନ କିଣା ପ୍ରକ୍ରିୟା। ପର୍ଯ୍ୟବେକ୍ଷକଙ୍କୁ କରାଗଲା ନିଯୁକ୍ତି। ତେବେ ଆଜିଠାରୁ ଖରିଫ ଧାନ କିଣା ଆରମ୍ଭ ହେବ। ଏନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ତେବେ ଆଜିଠାରୁ ବରଗଡ଼ ବା ଗୁରୁବାର ଦିନ ସମ୍ବଲପୁର ଧାନ କିଣା ଆରମ୍ଭ ହୋଇଯିବ। ଧାନ କିଣା ଆରମ୍ଭରୁ ବିକ୍ରି ପର୍ଯ୍ୟନ୍ତ ମଣ୍ଡିରେ ବିଭାଗୀୟ ଉପସ୍ଥିତ ରହିବେ। କଟନୀ ଛଟନୀ ସାଙ୍ଗକୁ ଚାଷୀର ଧାନର ଉପଯୁକ୍ତ ମୂଲ୍ୟ ବ୍ୟବସ୍ଥାର ଅଧିକାରୀମାନେ ତଦାରଖ କରିବେ। 4ରୁ 5ଟି ମଣ୍ଡିକୁ ନେଇ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ମଧ୍ୟ କରାଯାଇଛି। ରାଜ୍ୟ ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ 31 ଟଙ୍କା ରଖିଛନ୍ତି। ଚାଷୀମାନଙ୍କୁ ସବସିଡି ଉପରେ ଗୁରୁତ୍ୱ ପ୍ରଦାନ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ମଧ୍ୟ କହିଛନ୍ତି। ଆସୁଛି ଆଉ ଏକ ଲଘୁଚାପ, 21ରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ, ଶୀତ ବଢିବାର ସମ୍ଭାବନା। ତେଣୁ ଆସନ୍ତା 23 ତାରିଖରେ ଅଧିକ ଘନୀଭୂତ ହୋଇ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ। ଦକ୍ଷିଣ ପଶ୍ଚିମ ଦିଗକୁ ଗତି କରି ଏହା ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି। 2 ଦିନ ଭିତରେ ଏହା ଅବପାତର ପରିଣତ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଡିସେମ୍ବର ଜାନୁଆରୀ ମାସରେ ଶୀତ ବଢିବାର ସମ୍ଭାବନା ରହିଛି। ତାପମାତ୍ରା ସ୍ୱାଭାବିକ ରହିବ। ରାତି ତାପମାତ୍ରା ସ୍ୱାଭାବିକ ଠାରୁ ସାମାନ୍ୟ କମ୍ ରହିଛି। ସେଥିପାଇଁ ଶୀତ ଅନୁଭୂତ ହେଉଛି। ଯେଉଁ ଶୀତ ଅନୁଭୂତ ହେବା କଥା ତାହା ଆରମ୍ଭ ହୋଇଛି। 5 ଦିନ ପର୍ଯ୍ୟନ୍ତ ରାତିର ତାପମାତ୍ରା ବିଶେଷ କିଛି ପରିବର୍ତ୍ତନ ହେବ ନାହିଁ। କିଛି କିଛି ସ୍ଥାନରେ କୁହୁଡ଼ି ଦେଖାଯିବାର ଅଛି। ସୁନ୍ଦରଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, ବଲାଙ୍ଗୀର ଏବଂ କନ୍ଧମାଳ, ଗଞ୍ଜାମ, ସମ୍ବଲପୁର ଜିଲ୍ଲାରେ କୁହୁଡ଼ି ଦେଖାଯିବ ବୋଲି କୁହାଯାଉଛି। ଆସନ୍ତା 26ରୁ ବିଧାନସଭାର ଶୀତକାଳୀନ ଅଧିବେଶନ। ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ହେବ ବୈଠକ। ତେଣୁ ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବା ପାଇଁ ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିକ। ଏହି ଅଧୀନକୁ ସୁରୁଖୁରୁରେ ପରିଚାଳନା ଲାଗି ବାଚସ୍ପତି ସମସ୍ତଙ୍କର ସହଯୋଗ ଲୋଡ଼ିବେ। ଉଭୟ ବିରୋଧୀ ଏବଂ ଶାସକ ମୁହାଁମୁହିଁ ହୋଇପାରନ୍ତି। ତେଣୁ ଏଥର ଅଧିବେଶନରେ ସରଗରମ ହେବାରେ ଲାଗି ରହିଛି। 24 ବର୍ଷ ଭିତରେ କଣ ସରକାର ଆଗରୁ କରିଥିଲା ଆଉ ଏପର୍ଯ୍ୟନ୍ତ 5 ମାସ ଭିତରେ ଏ ସରକାର କଣ କରିଛନ୍ତି ସମସ୍ତେ ମୁହାଁମୁହିଁ ହେବେ। ତେଣୁ ବହୁତ ଭଲ ହେବ ଏ ନେଇକି ମଧ୍ୟ ଶୀତକାଳୀନ ଅଧିବେଶନ। ଭୁବନେଶ୍ୱର ଆସିବେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହା। ତେବେ କୁହାଯାଉଛି ପିଏମ ମୋଦି ଗୃହମନ୍ତ୍ରୀ ଅମିତ ଶାହା ଡିଜିପି କନଫରେନ୍ସରେ ଯୋଗ ଦେବେ। ନଭେମ୍ବର 29ରେ ଭୁବନେଶ୍ୱରରେ ଆୟୋଜିତ ହେଉଥିବା ଡିଜିପି ସମ୍ମିଳନୀରେ ଏନେଇ ସରକାରୀ ଭାବେ ସୂଚନା ଦିଆଯିବ। ଓଡ଼ିଶା ବିଜେପି ଉପସଭାପତି ଗୋଲକ ପାତ୍ର କହିଛନ୍ତି। ତେଣୁ କୁହାଯାଉଛି ଯେ ଖୁବ୍ ଜଲଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହା ଓଡ଼ିଶା ଆସୁଛନ୍ତି। କ୍ୟାପିଟାଲ ହସ୍ପିଟାଲରେ ବଢିବ ଆଇସିୟୁର ବେଡ୍ ସଂଖ୍ୟା। 40କୁ ବଢିବ ଆଇସିୟୁର ବେଡ୍ ସଂଖ୍ୟା ବୋଲି କୁହାଯାଉଛି। ଏନେଇ ବୈଠକରେ ନିଷ୍ପତ୍ତି ମଧ୍ୟ ହୋଇଛି। ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ମଧ୍ୟ ଏନେଇ ସୂଚନା ମଧ୍ୟ ଦେଇଛନ୍ତି। ଖୁବ୍ ଶୀଘ୍ର 40ଟି କରାଯିବ। ପ୍ରତି ମାସ ପ୍ରତି ହସ୍ପିଟାଲକୁ 1432ଟି ଡାୟାଲିସିସ୍ କେସ୍ ଆସୁଛି। ତେଣୁ ଏନେଇକି ବେଡ୍ର 3ଟି ସିଟିଂରେ ଡାୟାଲିସିସ୍ ଚାଲିଛି। ଏହାକୁ 4 କରାଯିବ ବୋଲି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ମଧ୍ୟ ସୂଚନା ଦେଇଛନ୍ତି। କୁହାଯାଉଛି ଯେ ଖୁବ୍ ଜଲଦି ଆୟୁଷର ବେଡ୍ ସଂଖ୍ୟା 40କୁ ବଢିବ। ଶ୍ରୀମନ୍ଦିରରେ ଭିଡ ନିୟନ୍ତ୍ରଣ ଯୋଜନା। 3 ଦ୍ୱାର ଓ କୀର୍ତ୍ତନ ଚକଡ଼ାରେ ଲାଗିବ ଏଲଇଡି ଡିସପ୍ଲେ, ଯାହାଦ୍ୱାରା ଭକ୍ତମାନେ ଜାଣିପାରିବେ ଭିତରେ କଣ କଣ ଚାଲିଛି। ଶ୍ରୀମନ୍ଦିର ପଶ୍ଚିମ, ଉତ୍ତର, ଦକ୍ଷିଣ ଦ୍ୱାର ଆଗରେ ଏଲଇଡି ଡିସପ୍ଲେ ଲଗାଯାଇ ମହାପ୍ରଭୁଙ୍କର ନୀତିର ସୂଚନା ଦିଆଯିବ। ଏଲଇଡି ଡିସପ୍ଲେ ଲଗାଯାଇଥିବାର ଶ୍ରୀମନ୍ଦିର ପ୍ରଶାସନ 50,69,000 ଟଙ୍କା ବ୍ୟୟ ଅଟକଳ ରଖିଛି। ଏଲଇଡି ଡିସପ୍ଲେ ଲାଗିବା ଫଳରେ ଶ୍ରଦ୍ଧାଳୁମାନେ ଦର୍ଶନ ବନ୍ଦ ସମୟରେ ମଧ୍ୟ ଶ୍ରୀମନ୍ଦିରକୁ ଯାଇ ଅପେକ୍ଷା କରିବା ଜନିତ କଷ୍ଟ ଭୋଗିବେ ନାହିଁ ଏବଂ ଶ୍ରୀମନ୍ଦିର ପରିସରରେ ଭିଡ ନିୟନ୍ତ୍ରଣରେ ସହାୟକ ହେବ ବୋଲି କୁହାଯାଉଛି। ଶ୍ରୀମନ୍ଦିର ସିଂହଦ୍ୱାରରେ ଏଲଇଡି ଡିସପ୍ଲେ ଲଗାଯାଇ ମନ୍ଦିରରେ ଚାଲିଥିବା ମହାପ୍ରଭୁଙ୍କର ନୀତିକାନ୍ତର ତତ୍କାଳୀନ ସୂଚନା ଭକ୍ତମାନଙ୍କୁ ପହଞ୍ଚିବ, ଯାହାଫଳରେ ଶ୍ରଦ୍ଧାଳୁ ମଧ୍ୟ ଉପକୃତ ହେବେ ବୋଲି କୁହାଯାଉଛି। ମାଗଣାରେ କିଡନୀ ସମ୍ବନ୍ଧୀୟ ରୋଗର ହେବ ଚିକିତ୍ସା। ଧର୍ମେନ୍ଦ୍ର ପ୍ରଧାନ ଏବେ ଏହା ନେଇ ଶୁଭାରମ୍ଭ ମଧ୍ୟ କରିଛନ୍ତି। ଏହି ଅବସରରେ ଗଣମାଧ୍ୟମ ପ୍ରତିକ୍ରିୟା ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ
ପୂର୍ବରୁ ଦେଶରେ ବିଭିନ୍ନ ରାଜ୍ୟରେ ରାଜଧାନୀ ବା ବଡ଼ ବଡ଼ ସହରରେ ଡାୟାଲିସିସ୍ ସେଣ୍ଟର ବ୍ୟବସ୍ଥା ଥିଲା। ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି କାରଣରୁ ଓଡ଼ିଶା ସମେତ ସମଗ୍ର ଭାରତବର୍ଷରେ ସରକାରୀ ବ୍ୟବସ୍ଥାରେ ଡାୟାଲିସିସ୍ ସେଣ୍ଟର ଖୋଲାଯିବା ସହ ମାଗଣାରେ ଚିକିତ୍ସା ସେବା ଯୋଗାଇ ଦେବାର ବ୍ୟବସ୍ଥା କରାଯାଉଛି। ଆଉ ରେଢ଼ାଖୋଲରେ ଉପଖଣ୍ଡ ଚିକିତ୍ସାଳୟରେ ଡାୟାଲିସିସ୍ ସେଣ୍ଟର ଉପଲବ୍ଧ ଦ୍ୱାରା ସମସ୍ତ ରୋଗୀ ଦୂର ଦୂରାନ୍ତରୁ ଆସି ଆଉ ଖର୍ଚ୍ଚାନ୍ତ କରିବା ପାଇଁ ପଡ଼ିବ ନାହିଁ। ଏଇଠାରେ ମାଗଣା କିଡନୀ ରୋଗର ଚିକିତ୍ସା ସେବା ପାଇବା ସହିତ ବହୁଳ ଖର୍ଚ୍ଚରୁ ବଞ୍ଚିତ ହୋଇପାରିବେ। ଆଜିର ପଦକ୍ଷେପ ଦ୍ୱାରା ପୁଣି ମୋଦି ଏବଂ ସି ଜିନପିଙ୍ଗଙ୍କ ଭେଟ। ତେବେ କୁହାଯାଉଛି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗ ମଧ୍ୟରେ ସାକ୍ଷାତ ହୋଇଛି। ବ୍ରାଜିଲର ଏକ ରାଜଧାନୀ ରିଓ ଜେନେରିଓରେ ଅନୁଷ୍ଠିତ G20 ସମ୍ମିଳନୀ ଅବସରରେ ଦୁଇ ନେତାଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ରୁଷରେ ଅନୁଷ୍ଠିତ ହେବ ବ୍ରିକ୍ସ ଶିଖର ସମ୍ମିଳନୀରେ ଏହା ହେଉଛି ଦ୍ୱିତୀୟ ଥର ଯେତେବେଳେ ଦୁଇ ନେତା ସାକ୍ଷାତ କରିଛନ୍ତି। ପୂର୍ବରୁ ଲଦାଖରେ ଉତ୍ତେଜନା ଯୋଗୁଁ ଦୁଇ ନେତାଙ୍କ ମଧ୍ୟରେ 5 ବର୍ଷ ଆଲୋଚନା ହୋଇପାରିନଥିଲା। ଏବେ ପୁଣି ଓଡ଼ିଶାକୁ ଆସିବାକୁ ଯାଉଛନ୍ତି ଜିନପିଙ୍ଗ। ତା ସହିତ ମଧ୍ୟ ଭାରତର ଏବଂ ବିଭିନ୍ନ ପ୍ରକାର ପ୍ରକଳ୍ପ ଏବଂ ବିଭିନ୍ନ ପ୍ରକାର ଉନ୍ନତି ବିଷୟରେ ଆଲୋଚନା ମଧ୍ୟ ହେବ। ଭାରତ ଆମେରିକାର ସମ୍ପର୍କରେ କିଛିଟା ଶୀତଳତା ଆସିବା ପରେ ଭାରତ ଚୀନ ପରସ୍ପର ନିକଟତର ହୋଇଛନ୍ତି। ଦିଲ୍ଲୀର ଏୟାର ପଲ୍ୟୁସନ ବିଶ୍ୱ ବଳୟରେ ଦିଲ୍ଲୀ। ତେବେ ଦିଲ୍ଲୀର AQI 500 ରେକର୍ଡ ହୋଇଛି। ଦିଲ୍ଲୀର ପ୍ରଦୂଷଣ ଏତେ ବଢ଼ିଯାଇଛି ଯାହାଫଳରେ ନିଶ୍ୱାସ ପ୍ରଶ୍ୱାସ ନେବା ମଧ୍ୟ କଷ୍ଟ ହୋଇଯାଉଛି ଏବଂ କୁହାଯାଉଛି ଯେ ଦିଲ୍ଲୀରେ ଏବେ ସବୁ ଲୋକଙ୍କର ଶ୍ୱାସରୋଧ ସମସ୍ୟା ହେବ ବୋଲି କୁହାଯାଉଛି। ଦିଲ୍ଲୀର AQI ଷ୍ଟେସନ ମଙ୍ଗଳବାର ଦିନ ସକାଳେ 500 ଟପିଛି। ଜାତୀୟ ରାଜଧାନୀ ଅଞ୍ଚଳରେ ବାୟୁ ଗୁଣବତ୍ତା ଅତ୍ୟନ୍ତ ଉଚ୍ଚରେ ରହିଛି। କ୍ରମାଗତ ଭାବେ ସପ୍ତମ ଦିନ ହେବ କୁହୁଡ଼ିର ଘନ ସ୍ତର ମଧ୍ୟ ଦେଖିବାକୁ ମିଳିଛି। ତେଣୁ କୁହାଯାଉଛି କମ୍ ଦୃଶ୍ୟମାନତା ହେତୁ ଲୋକମାନେ ଯାତାୟାତ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗତ 24 ଘଣ୍ଟା ମଧ୍ୟରେ ପ୍ରଦୂଷଣ ବୃଦ୍ଧି ହେତୁ ରାଜନୈତିକ ମାହୋଲ ମଧ୍ୟ ସରଗରମ ରହିଛି। ଅନ୍ୟପକ୍ଷରେ ସୁପ୍ରିମକୋର୍ଟ ମଧ୍ୟରେ ପ୍ରଶ୍ନ ମଧ୍ୟ ଉଠାଇଥିଲା ବେଳେ ଆଜି ପ୍ରଦର୍ଶିତ ହେଲା ସ୍କୁଲ ଏବଂ କଲେଜ ବନ୍ଦ ରଖାଯିବାର କାରଣ। IPL 2025 ଅକ୍ସନ। IPLରେ ସବୁଠୁ ମହଙ୍ଗା ଖେଳାଳି ହେବେ ରିଷଭ ପଣ୍ଟ। ନିଲାମୀକୁ ନେଇ ଭବିଷ୍ୟବାଣୀ କରିଥିବା ସବୁଠୁ ଦାମୀ ଖେଳାଳି କିଏ ତାହା ଜଣାଇଛନ୍ତି। ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଇରଫାନ ଏହା ଭବିଷ୍ୟବାଣୀ କହିଛନ୍ତି। IPL ନିଲାମରେ ମିଚେଲ ଷ୍ଟାରକୁ IPL ଦଳ KK 24.75 କୋଟିରେ କିଣିଥିଲା। ଏହାପରେ IPL ଇତିହାସର ସବୁଠୁ ଦାମୀ ଖେଳାଳି ପାଲଟିଥିଲେ ମିଚେଲ। ବର୍ତ୍ତମାନ IPL 2025 ମେଗା ନିଲାମୀ ଆରମ୍ଭ ହେବା ପାଇଁ ଯାଉଛି। ଏଥିରେ କେଉଁ ଦଳ କେତେ ଟଙ୍କାରେ କିଣିବେ ସେ ନେଇ ଚର୍ଚ୍ଚା ସିଙ୍ଗାପୁର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଓଡ଼ିଶାରେ କିଭଳି ବଡ଼ ବଡ଼ ପ୍ରକଳ୍ପ ହେବ ସେ ନେଇ ବଡ଼ ବଡ଼ ଇନଭେଷ୍ଟର ମାନଙ୍କ ସହିତ କଥା ହେବା ପାଇଁ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଉ ଦାଦନ ଖଟିବା ପାଇଁ ବାହାରକୁ ଯିବା ପାଇଁ ପଡ଼ିବ ନାହିଁ। ଓଡ଼ିଶାରେ ରହି ଚାକିରି କରିବେ। ଓଡ଼ିଶାରେ ରହି ନିଜ ପରିବାର ପାଖରେ ରୋଜଗାର ମଧ୍ୟ କରିବେ। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଘୋଷଣା କରିଛନ୍ତି। ତା ସହିତ SHG ମହିଳାଙ୍କ ପାଇଁ ମଧ୍ୟ ବଡ଼ ଘୋଷଣା ହୋଇଛି। SHG ମହିଳା ପୂର୍ବ ସରକାର ଯେଉଁ ଋଣ ନେଇଥିଲେ ତାର ସୁଧ ଆଉ ଦେବା ପାଇଁ ପଡ଼ିବ ନାହିଁ। ଯେତିକି ଟଙ୍କା ଋଣ ନେଇଥିଲେ ସେତିକି ଟଙ୍କା ସୁଝିବେ ବୋଲି କୁହାଯାଇଛି। ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ ଏବଂ ସ୍ୱାବଲମ୍ବୀ କରିବା ଦୃଷ୍ଟିରେ ଏ ନେଇ ଚିନ୍ତା ମଧ୍ୟ କରିଛନ୍ତି। ତା ସହିତ ମଧ୍ୟ ଭତ୍ତା ଟଙ୍କା ନେଇକି ସରକାର ଏବେ ଚିନ୍ତା କରୁଛନ୍ତି ଖୁବ୍ ଜଲଦି ଭତ୍ତା ଟଙ୍କା ମିଳିବା ପାଇଁ ଯାଉଛି। ଭତ୍ତା ଟଙ୍କା ପ୍ରତିଶ୍ରୁତି ମୁତାବକ ଯାହା ରଖିଥିଲେ ସେତିକି ଟଙ୍କା ମିଳିବ ବୋଲି କୁହାଯାଉଛି। ପୂର୍ବରୁ 894 ଲୋକ ଯୁବକ ଜଣକ ଭତ୍ତା ଟଙ୍କା ମାତିକି 90 ଲକ୍ଷ ଟଙ୍କା ଲୁଟ୍ କରିଥିଲେ ଯାହାଫଳରେ ତାଙ୍କ ଉପରେ ମଧ୍ୟ ତଦନ୍ତ ଜାରି ରହିଛି। ପୂର୍ବ ସରକାରର ସମୟରେ ଏମାନେ ସବୁ ଲୁଟିଥିଲେ ଭତ୍ତା ଟଙ୍କା। ତେଣୁ ତାଙ୍କ ଉପରେ ମଧ୍ୟ ତଦନ୍ତ ଚାଲିବ। ଆଉ ଭତ୍ତା ଟଙ୍କା ମଧ୍ୟ ଖୁବ୍ ଜଲଦି ମିଳିବା ପାଇଁ ଯାଉଛି। ବୃଦ୍ଧ ବୃଦ୍ଧା ଏବଂ ଦିବ୍ୟାଙ୍ଗ ମାନଙ୍କ ପାଇଁ ପ୍ରତିଶ୍ରୁତି ମୁତାବକ ଯେତିକି ଭତ୍ତା ଟଙ୍କା ସରକାର କହିଥିଲେ ସେତିକି ମଧ୍ୟ ମିଳିଯିବ। ତେଣୁ ଇଏ ଥିଲା ଆଜିର ଦେଶ ବିଦେଶ ରାଜ୍ୟର କିଛିଟା ଗୁରୁତ୍ୱପୂର୍ଣ୍ଣ ଖବର। ଏଇଭଳିଆ ଖବର ପ୍ରତ୍ୟେକ ଦିନ ସକାଳ 5ଟା ଆଉ ସନ୍ଧ୍ୟା 5ଟାରେ ଦେଖିବା ପାଇଁ ହେଲେ ଆମର ଏଇ ଚ୍ୟାନେଲକୁ ସବସ୍କ୍ରାଇବ କରିଦେବେ। ଜୟ ଜଗନ୍ନାଥ।